नमस्कार सोनालिस किचन को आपण समस्त को अनेक अनेक स्वागत। आज हमें बनेवा सुपर स्पंजी एकदम जालीदार सुजीर एक एगलेस केक जहाँ को क्या हमें बनेवा प्रेशर कुकर रे और जोटा के बनिया पे बहुत ही कम इंग्रेडिएंट रे व्यवहार हुए। तेबे चलंतु आज रेसिपी स्टार्ट करिबा। तो ए सुपर स्पंजी सुजी केक बनिया पे प्रथमे मु एई बाउल रे नउछि गोटे कप दही। बेसी भी खट्टा दही व्यवहार करिवेनी, चेष्टा करिवे फ्रेश दही यूज करिया पे। आकु କିଛି ସମୟ ପାଇଁ ଫେଣ୍ଟି ନେବି ଯେମିତି କି ଆ ମଧ୍ୟରେ ଆଉ ଲମ୍ସ ରହିବନି। ଖଟା ଦହି ଏଇଠି ବିଲକୁଲ ୟୁଜ କରିବେନି, ନାଇଁ ତ କେକ୍ ଆପଣଙ୍କର ଟିକେ ମିଠା କମ ଲାଗିବ, ଯୋଉଥିପାଇଁ କି ଆପଣଙ୍କୁ ବେଶୀ ଚିନିର ବ୍ୟବହାର କରିବାକୁ ପଡିପାରେ। ଦହିକୁ କିଛି ସମୟ ଭଲ ଭାବରେ ଫେଣ୍ଟି ନେଲା ପରେ ମୁଁ ଏଇଥିରେ ଆଡ୍ କରିବି ପାଉଡର୍ଡ ସୁଗାର। ମୁଁ ଚିନିକୁ ପ୍ରଥମରୁ ପାଉଡର କରିକି ରଖିଥିଲି, ଯୋଉଟା କି ମୁଁ ୟୁଜ କରୁଛି ପାଖାପାଖି 1.5 କପ୍। ଏବେ ଦହି ଓ ପାଉଡର ସୁଗରକୁ ଭଲ ଭାବରେ ମିକ୍ସ କରି ନବା, ଯେମିତି କି ଏଥିରେ ଲମ୍ସ ରହିବନି ଆଉ ଯୋଉ ଚିନି ନେଇଛେ ତାହା ମଧ୍ୟ ଭଲ ଭାବରେ ମିଶେଇବାର ଅଛି ଏହି ଦହିରେ। ଏମିତିରେ ବି ଆପଣ ଯଦି ଚାହିଁବେ ଆଉ କିଛି ଚିନି ମଧ୍ୟ ଆଡ୍ କରିପାରିବେ, ମାନେ କି 1.5 କପ୍ ଚିନି ତ ମୁଁ ପୂର୍ବରୁ ବ୍ୟବହାର କରିଥିଲି, ତାପରେ 3 to 4 ଟେବଲ ସ୍ପୁନ୍ ସୁଗର ଆଉ ଆଡ୍ କରିକି ଆପଣ ଆକୁ ବନେଇ ପାରିବେ। ନର୍ମାଲି ଆମର ସୁଜି କେକ୍ ରେ ମିଠା ଟିକେ କମ ଥାଏ, ମାତ୍ର କେହି କେହି ସୁଜି ସହ ଟିକେ ମିଠା ବେଶୀ ପସନ୍ଦ କରନ୍ତି, ତ ଆପଣ ସେହି ହିସାବରେ ସୁଗର ଆଡଜଷ୍ଟ କରିପାରିବେ। ଦହି ଏବଂ ଚିନି ତ ଏଇଠି ଭଲ ଭାବରେ ମିକ୍ସ ହେଇସାରିଛି। ଏବେ ମୁଁ ଏଇଥିରେ ହାଫ୍ କପ୍ ଅଏଲ୍, ଏଇଠି ମୁଁ ରେଗୁଲାର ସନଫ୍ଲାୱାର ଅଏଲ୍ ବ୍ୟବହାର କରୁଛି, ଯୋଉଟା କି ମୁଁ ନର୍ମାଲି କୁକିଂ କଲା ସମୟରେ ୟୁଜ କରେ। ଏବେ ଆକୁ ମଧ୍ୟ ମୁଁ ଭଲ ଭାବରେ ମିକ୍ସ କରିନେବି। ଏଇଠି ଆପଣ ଯଦି ଚାହିଁବେ ହ୍ୟାଣ୍ଡ ବ୍ଲେଣ୍ଡରର ମଧ୍ୟ ବ୍ୟବହାର କରିପାରିବେ। ମୁଁ କିନ୍ତୁ ଏଇଠି ହୁଇସ୍କରରେ ଭଲ ଭାବରେ ହୁଇସ୍କ କରିନେଉଛି। ଉପରେ ଏ ଯୋଉ ତେଲ ଦେଖୁଛନ୍ତି ତାହା ବିଲକୁଲ ସୁଗର ଏବଂ ଦହି ସହିତ ବ୍ଲେଣ୍ଡ ହେଇଯିବାର ଅଛି। ଆଉ ଯଦି ଆପଣଙ୍କୁ କେକକୁ ଆଉ ଟିକେ ରିଚ୍ ବନେଇବାର ଅଛି, ତ ଆପଣ ଏଇଠି ମେଲ୍ଟେଡ ଘି ବା ମେଲ୍ଟେଡ ବଟରର ୟୁଜ କରିପାରିବେ। ଏଇଠି ଦେଖିପାରୁଥିବେ ଗୋଟେ ବଢିଆ ହ୍ୱାଇଟ୍ କଲରର ଘୋଳ ପ୍ରସ୍ତୁତ ହେଇଯାଇଛି। ଏବେ ଆମେ ଏଇଥିରେ ଆଡ୍ କରିବା ସୁଜି। ଏହି ରେସିପି ପାଇଁ ମୁଁ ପୁରା ଫାଇନ୍ ସୁଜିର ବ୍ୟବହାର କରିଛି। ଯଦି ଆପଣଙ୍କର ସୁଜି ବାରିକ ବାଲା ନୁହଁ, ତାହେଲେ ବି ଆପଣ ଦରଦରା ସୁଜିରେ କେକ୍ ବନେଇ ପାରିବେ। ବାସ୍ ତାକୁ ମିକ୍ସିରେ ଚଲେଇ ନେବେ, ତ ଏଇଟା ଫାଇନ୍ ହେଇଯିବ। ଏମିତି କରିବା ଦ୍ୱାରା କେକ୍‌ର ଟେକ୍ସଚର ବହୁତ ବଢିଆ ହେଇଥାଏ। ତ 2 କପ୍ ସୁଜି ଏଇଠି ଆଡ୍ କରିଦେଲି। ଏବେ ଆକୁ ମୁଁ ମିକ୍ସ କରିଦେବି, ଯେମିତି କି ଯୋଉ ସୁଜି ଅଛି ଦହିକୁ ଭଲ ଭାବରେ ଯେମିତି ସୋକ୍ କରିନବ। ଆଜିର ଏହି କେକ୍ ରେସିପିଟି ମୁଁ ପୁରାପୁରି ସୁଜିରେ ହିଁ ବନଉଛି। ବିଲକୁଲ ବେକେରୀରେ ଯେମିତି ମିଳେ ପୁରା ସଫ୍ଟ ସ୍ପଞ୍ଜି ସୁଜି କେକ୍। ଯଦି ଆପଣ ଚାହିଁବେ ଆ ବଦଳରେ ସେମ୍ ପ୍ରୋସିଜ୍ୟୁରରେ 1.5 କପ୍ ସୁଜି ଆଉ ହାଫ୍ କପ୍ ମଇଦାର ୟୁଜ କରିକି କେକ୍ ମଧ୍ୟ ବନେଇ ପାରିବେ। ଆପଣଙ୍କୁ ଯେମିତି ପସନ୍ଦ ଆପଣ ସେମିତି ବନେଇବେ। କିନ୍ତୁ ଆଜି ମୁଁ ପୁରାପୁରି 2 କପ୍ ସୁଜି ୟୁଜ କରିଛି ଏଇଥିରେ। 30 ମିନିଟ୍ସ ପର୍ଯ୍ୟନ୍ତ ମୁଁ ସୁଜିକୁ ରେଷ୍ଟ କରିବା ପାଇଁ ଛାଡ଼ିଦେବି, ଯେମିତି ସୁଜି ଦହି ସୋକ୍ କରି ଭଲ ଭାବରେ ଫୁଲିଯିବ। 15 ମିନିଟ୍ସ ପରେ ବେଟର ଆମର ଟିକେ ଟାଇଟ୍ ଫର୍ମକୁ ଆସିଯାଇଛି। ତ ଏବେ ଆମେ କ'ଣ କରିବା, ଏଥିରେ ହାଫ୍ କପ୍ ମୁଁ ମିଲ୍କ ନେଇଛି, ସେଇଥିରୁ 2 ଟେବଲ ସ୍ପୁନ୍ ମିଲ୍କ ପ୍ରଥମେ ମୁଁ ଆଡ୍ କରୁଛି। ତାପରେ ଆକୁ ଏମିତି ଗୋଳେଇ ନେଉଛି। ଦେଖିବା ପରେ ଯଦି ଦରକାର ପଡ଼େ ଆଉ ଟିକେ ମିଲ୍କ ମୁଁ ଏଥିରେ ଆଡ୍ କରିବି। ଆଉ କିଛି ସମୟ ପରେ 1.5 ଟେବଲ ସ୍ପୁନ୍ ମିଲ୍କ ମୁଁ ଏକ୍ସଟ୍ରା ଏଇଥିରେ ଆଡ୍ କରୁଛି। ଆକୁ ଗୋଳେଇ ନେବି କିଛି ସମୟ। ଠିକ୍ ଏଇ କନସିଷ୍ଟେନ୍ସିର ବେଟର ଆମର ଦରକାର କେକ୍ ବେକ୍ କରିବା ପାଇଁ। ଆଉ କିଛି ସମୟ ଆକୁ ରେଷ୍ଟରେ ଛାଡ଼ିଦେଇ ଚାଲନ୍ତୁ ଆମେ ଯିବା ନେକ୍ସଟ ଷ୍ଟେପକୁ। ଏବେ ମୁଁ ଗୋଟେ ପ୍ଲେଟରେ କିଛି ଟୁଟି ଫ୍ରୁଟି ରଖିଛି, ଆଉ ଆକୁ ଆମେ ଡଷ୍ଟ କରି ନେବା, ମାନେ କି ମୁଁ ଆ ଉପରେ କିଛି ମଇଦା ସ୍ପ୍ରିଙ୍କଲ କରିନେଉଛି। ଭଲ ଭାବରେ ମଇଦା କୋଟ୍ ହବାର ଅଛି। ଏଇ ଷ୍ଟେପ୍ କରିବା ବହୁତ ହିଁ ଇମ୍ପୋର୍ଟାଣ୍ଟ, କାରଣ ଯଦି ଡାଇରେକ୍ଟଲି ଆପଣ ଟୁଟି ଫ୍ରୁଟି କେକ୍‌ରେ ପକାଇଦେବେ, ତାହେଲେ ହେଭିନେସ୍ ପାଇଁ ଏଇଟା ତଳେ ଯାଇକି ସିଙ୍କ ହେଇଯିବ। ସେଇଥିପାଇଁ ଏଇ ଷ୍ଟେପକୁ ଜମା ସ୍କିପ୍ କରିବେନି। ଏବେ ଏଇ ଟୁଟି ଫ୍ରୁଟିକୁ ମୁଁ ସେଇ ବେଟରରେ ପକେଇକି ମିକ୍ସ କରିଦେବି। ଏବେ ମୁଁ ଏଇଥିରେ 1 ଟିସ୍ପୁନ୍ ଭ୍ୟାନିଲା ଏସେନ୍ସ ବ୍ୟବହାର କରୁଛି। ଯଦି ଆପଣ ଚାହିଁବେ ଭ୍ୟାନିଲା ଏସେନ୍ସ ବଦଳରେ ହାଫ୍ ଟିସ୍ପୁନ୍ ଗୁଜରାତି ଗୁଣ୍ଡକୁ ମଧ୍ୟ ବ୍ୟବହାର କରିପାରିବେ। ଗୁଜରାତି ଗୁଣ୍ଡର ଫ୍ଲେଭର ମଧ୍ୟ ଏହି କେକ୍‌ରେ ବହୁତ ବଢ଼ିଆ ଆସିଥାଏ। ଲାଷ୍ଟରେ ମୁଁ ଏଇଥିରେ ଆଡ୍ କରିବି 1 ଟିସ୍ପୁନ୍ ବେକିଂ ପାଉଡର ଆଉ 1/4 ଟିସ୍ପୁନ୍ ବେକିଂ ସୋଡା। ଭଲ ଭାବରେ ମିଶେଇ ଦେବି ମୁଁ ଆକୁ। ଯେହେତୁ ମୁଁ ଏଥିରେ ବେକିଂ ସୋଡା ଆଉ ବେକିଂ ପାଉଡର ବ୍ୟବହାର କରିଛି, ରିଏକ୍ଟ ହେବା ପାଇଁ ଆଉ କିଛି ସମୟ ଏମିତି ରେଷ୍ଟ ନେବା ପାଇଁ ଆକୁ ଛାଡ଼ିଦେବି।
ଏବେ ମୁଁ ଗୋଟେ କେକ୍ ଟିନ୍ ନେଇଛି। କେକ୍ ଟିନ୍‌ର ତଳେ ଗୋଟେ ବଟର ପେପର ଲଗେଇକି ମୁଁ ତେଲ କେକ୍ ଟିନ୍ ଚାରିପଟେ ଗ୍ରୀସ୍ କରି ନଉଛି। ଯଦି ଆପଣଙ୍କ ପାଖରେ ବଟର ପେପର ନାହିଁ, ତାହେଲେ ତେଲ ଗ୍ରୀସ୍ କଲା ପରେ କିଛି ମଇଦା ତା ଉପରେ ସ୍ପ୍ରିଙ୍କଲ କରିଦେବେ, ଯାହାଦ୍ୱାରା ଇଜିଲି କେକ୍ ରିମୁଭ୍ ହେଇପାରିବ। ତେଲ ଗ୍ରୀସ୍ କଲା ପରେ ସୁନ୍ଦର ଦେଖାଯିବା ପାଇଁ ମୁଁ ତଳେ କିଛି ଟୁଟି ଫ୍ରୁଟି ଦଉଛି। ତାପରେ ମୁଁ ଯୋଉ ବନେଇକି ରଖିଥିଲି ବେଟର ତାକୁ ମୁଁ ଏଥିରେ ପୋର୍ କରିନେବି। ଲାଷ୍ଟରେ ତା ଉପରେ ମଧ୍ୟ କିଛି ଟୁଟି ଫ୍ରୁଟି ଦେଇକି ମୁଁ ଆକୁ ଗାର୍ନିସ୍ କରିନେବି। ଏବେ ଆମର କେକ୍ ଟିନ୍ ପୁରା ରେଡି ହେଇଯାଇଛି ବେକ୍ କରିବା ପାଇଁ। ତାହେଲେ ଚାଲନ୍ତୁ ଆମେ ଯିବା ନେକ୍ସଟ ଷ୍ଟେପକୁ। ଯେହେତୁ ଆମେ କେକ୍‌କୁ କୁକରରେ ବନେଇବା, ତାହେଲେ କୁକରକୁ ପ୍ରଥମେ ପ୍ରିହିଟ୍ କରିନେବା। ତ ଏଇଠି ମୁଁ ଗୋଟେ ପ୍ରେସର କୁକର ନେଇଛି, ତାକୁ ଆମେ ପ୍ରିହିଟ୍ କରିବା। ତ ଏଇଥିପାଇଁ ଆର ବେସ୍‌ରେ ମୁଁ ଲୁଣ ପାଖାପାଖି 1 ରୁ 1.5 କପ୍ ବ୍ୟବହାର କରିଛି। ଲୁଣ ପକେଇବା ଦ୍ୱାରା କ'ଣ ହୁଏ ନା, ଆର ତାପମାତ୍ରା ପୁରା ଇଭେନଲି ମେଣ୍ଟେନ୍ ହେଇକି ରହିଥାଏ ଓଭେନ୍ ପରିକା। ଯଦି ଆପଣ ଚାହିଁବେ ଲୁଣ ବଦଳରେ ବାଲି ମଧ୍ୟ ବ୍ୟବହାର କରିପାରିବେ। ଲୁଣ ଦେଲା ପରେ ଷ୍ଟାଣ୍ଡ ପାଇଁ ମୁଁ ଏଇଠି ଗୋଟେ ଚଟକା ପାତ୍ର ବ୍ୟବହାର କରୁଛି। ଯୋଉ ବି ଆପଣଙ୍କ ପାଖରେ ଷ୍ଟାଣ୍ଡ ଅଛି ତାହା ରଖିପାରିବେ, ଯାହା ଉପରେ କି ଆପଣ କେକ୍ ଟିନ୍‌କୁ ପ୍ଲେସ୍ କରିପାରିବେ। ଏବେ ଆକୁ ଆମେ ଲିଡ୍ କଭର କରିକି ପ୍ରିହିଟ୍ କରିବା। ହୁଇସିଲ୍ ଆଉ ତାର ଯୋଉ ରବର ଦିଟାକୁ ମୁଁ ଏଇଠି କାଢି ଦଉଛି। ଏବେ ଆକୁ ଆମେ କଭର କରିକି 8 ଟୁ 10 ମିନିଟ୍ସ ପର୍ଯ୍ୟନ୍ତ ପ୍ରିହିଟ୍ କରିବା ମିଡିୟମ ଫ୍ଲେମ୍‌ରେ। ବହୁତ ଜଣଙ୍କର କ୍ୱେଶ୍ଚିନ୍ ଥାଏ କି ଆମେ ପ୍ରିହିଟ୍ କ'ଣ ପାଇଁ କରୁ? କଢ଼େଇକୁ ବା ଓଭେନକୁ ଏମିତି କରିବା ଦ୍ୱାରା କ'ଣ ହେଇଥାଏ? ଆକ୍ଚୁଆଲି ପ୍ରିହିଟିଂରେ ପାତ୍ରର ଗୋଟେ ତାପମାତ୍ରା ୱେଲ୍ ମେଣ୍ଟେନ୍ ହେଇକି ଥାଏ। ଆଉ ଯାହା ଫଳରେ ଜିନିଷକୁ ବେକ୍ ହବା ପାଇଁ ଦେଲେ ଏଇଟା କୁକ୍ ହବା ବା ସିଝିବା ଷ୍ଟାର୍ଟ ହେଇଥାଏ। ଯେମିତିକି ନର୍ମାଲି ଆମେ ଓଭେନରେ କରିଥାନ୍ତି। ତ ଆଇ ହୋପ୍ ଆପଣ ବୁଝିପାରିଥିବେ। କାରଣ ଯଦି ଆପଣ ଏମିତି ଡାଇରେକ୍ଟଲି କେକ୍‌କୁ ବେକ୍ ହବା ପାଇଁ ଛାଡ଼ିଦେବେ, ତାହେଲେ ଏହା କଞ୍ଚାଳିଆ ଲାଗିଥାଏ। ମୁଁ ଆପଣମାନଙ୍କୁ ଏକଦମ ସିମ୍ପଲ୍ ଏକ୍ଜାମ୍ପଲ ସହିତ ବତଉଛି। ଯେମିତିକି ଆମେ ତେଲକୁ ଛାଣିବା ପୂର୍ବରୁ ଆକୁ ଗରମ କରୁ। ମାନେ ତେଲକୁ ପ୍ରିହିଟ୍ କରୁ। ତେଲ ପ୍ରିହିଟ୍ ହେଲା ପରେ ଆମେ ଛାଣିବା ଆରମ୍ଭ କରୁ। ଠିକ୍ ସେହିପରି ଆମେ କୌଣସି ଜିନିଷ ବେକ୍ କରିବା ପୂର୍ବରୁ ପ୍ରିହିଟ୍ କରିଥାଉ। 10 ମିନିଟ୍ସ ପରେ ଏଇଠି କୁକର ଆମର ପ୍ରିହିଟ୍ ହେଇଯାଇଛି। ମୁଁ ସେଇ ଯୋଉ ଷ୍ଟାଣ୍ଡ ଉପରେ ମୋର କେକ୍ ଟିନ୍‌କୁ ପ୍ଲେସ୍ କରିଦେଲି। ଏବେ ମୁଁ 1 ଆୱାର ପର୍ଯ୍ୟନ୍ତ ଏମିତି କୁକରର ଲିଡ୍‌କୁ କଭର କରିକି ତାକୁ ମିଡିୟମ ଫ୍ଲେମ୍‌ରେ ଛାଡ଼ିଦେବି। ଜମା ବି ଆପଣ ମଝିରେ ହାଇ ଫ୍ଲେମ୍ କରିବେନି, ନହେଲେ ତଳ ପଟୁ କେକ୍ ଆମର ଲାଗିଯିବାର ସମ୍ଭାବନା ଥାଏ। ତ ବେଟର ହବ ଆପଣ ଲୋ ଫ୍ଲେମ୍‌ରେ ଆକୁ ବେକ୍ କରିବା ପାଇଁ ଚେଷ୍ଟା କରିବେ। ଏଇଠି ଦେଖନ୍ତୁ ପୁରା 1 ଆୱାର ପରେ ମୁଁ ଲିଡ୍‌କୁ ଖୋଲିକି ଚେକ୍ କରିକି ଦେଖୁଛି। କେକ୍ ଆମର ପୁରା ବଢ଼ିଆ ଭାବରେ ବେକ୍ ହେଇଯାଇଛି। କେକ୍ ଉପରେ ଆପଣ ଦେଖିପାରୁଥିବେ କ୍ରାକ୍ ସବୁ। ଏଇଟା ତାର ସାଇନ୍ ପରଫେକ୍ଟଲି ବେକ୍ ହବାର। କେୟାରଫୁଲି ମୁଁ ଏବେ ଆକୁ କୁକରରୁ ବାହାରକୁ କାଢ଼ି ନଉଛି। କେକ୍ ଭିତରୁ ଭଲ ଭାବରେ ବେକ୍ ହେଇଛି ନା ନାଇଁ ତାକୁ ଟେଷ୍ଟ କରିବା ପାଇଁ ମୁଁ ଏମିତି ଛୁରୀ ଲଗେଇ ଦେଖୁଛି। ଦେଖନ୍ତୁ ଛୁରୀ ଆମର ଏଇଠି ପୁରା କ୍ଲିନ୍ ହେଇକି ବାହାରି ଆସିଛି। ମାନେ କେକ୍ ଆମର ଭିତରୁ ମଧ୍ୟ ପରଫେକ୍ଟଲି ବେକ୍ ହେଇଯାଇଛି। କେକ୍ ଟିନ୍ ଆଉ କେକ୍ ମଝିରେ ମୁଁ ଏମିତି ଛୁରୀକୁ ଚଲେଇ ନଉଛି, ଯାହା ଫଳରେ କେକ୍ ଡିମୋଲ୍ଡ ହେବା ପାଇଁ ଇଜି ହବ। ଏବେ କେକ୍ ଟିନ୍ ଉପରେ ଗୋଟେ ପ୍ଲେଟକୁ ଘୋଡ଼େଇକି ତାକୁ ମୁଁ ଓଲଟା କରିକି ଡିମୋଲ୍ଡ କରିନେବି। ଡିମୋଲ୍ଡ କଲା ପରେ ଯୋଉ ତଳେ ଲାଗିଛି ବଟର ପେପର ତାକୁ ମୁଁ କାଢିକି ଅଲଗା କରିନଉଛି। କେକ୍‌କୁ ମୁଁ ଆପଣଙ୍କୁ ପାଖରୁ ଦେଖାଉଛି। ଦେଖନ୍ତୁ କେତେ ସୁନ୍ଦର ସଫ୍ଟ ଜାଲିଦାର ସ୍ପଞ୍ଜି ସୁଜି କେକ୍ ଆମର ପୁରାପୁରି ରେଡି ହେଇଯାଇଛି। ତାକୁ ଓଲଟେଇକି ଉପର ପଟରୁ ଆପଣଙ୍କୁ ମୁଁ କାଟିକି ଦେଖାଉଛି। ଭିତରୁ ମଧ୍ୟ କେତେ ବଢିଆ ଭାବରେ କେକ୍ ବେକ୍ ହେଇଛି ଦେଖିବେ ଆପଣ। ପୁରାପୁରି ଜାଲିଦାର ସୁପର ସ୍ପଞ୍ଜି ସଫ୍ଟ ସୁଜି କେକ୍ ରେଡି ହେଇଯାଇଛି ଆମର। ୱିଦାଉଟ୍ ଓଭେନ୍ ଏଗଲେସ୍ ସୁଜି କେକ୍ ଥରେ ଆପଣ ନିଶ୍ଚୟ ଟ୍ରାଏ କରିବେ। କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣେଇବେ। ଯଦି ମୋ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ, ଯାହାଦ୍ୱାରା ମୁଁ ଅପଲୋଡ କରୁଥିବା ପ୍ରତିଟି ନୂଆ ଭିଡିଓର ନୋଟିଫିକେସନ୍ସ ଆପଣ ପାଇପାରିବେ। ଯଦି ଆଜିର ଏହି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଲା, ଭିଡିଓକୁ ଲାଇକ୍ କରନ୍ତୁ ଏବଂ ସେୟାର କରିବା ପାଇଁ ଭୁଲିବେନି। ତାହେଲେ ଆଜି ପାଇଁ ଏତିକି। ଦେଖା ହବା ଆଉ ଗୋଟେ ନୂଆ ରେସିପି ସହିତ। ଧନ୍ୟବାଦ।